ଶୁଭ ସକାଳ ପିଲାମାନେ, କେମିତି ଅଛ? ଭଲ ଅଛ? ଆଚ୍ଛା ଆଚ୍ଛା ପିଲାମାନେ, ଆଜି ତମମାନେ ଘରୁ ଯେତେବେଳେ ବିଦ୍ୟାଳୟକୁ ଆସିଲ, ରାସ୍ତାରେ କ'ଣ ସବୁ ଜିନିଷ ଦେଖିଲ? ବିଭିନ୍ନ ପ୍ରକାର ଜିନିଷ ଦେଖିଥିବ, ନୁହଁ କି? ଠିକ୍ ଅଛି। ବାହାରେ ପାଗ କେମିତି ଅଛି ପିଲାମାନେ? ଖରା ପାଗ ହେଇଛି? ଠିକ୍ ଅଛି, ତାହେଲେ ଆମେ ଖରାରେ ବାହାରେ ବୁଲିବା ନାହିଁ, ଶ୍ରେଣୀ ଭିତରେ ବସିବା। ଯଦି ଶ୍ରେଣୀ ଭିତରେ ବସିବା ତେବେ ପାଠ ପଢ଼ିବା। ପାଠ ଯଦି ପଢ଼ିବା, କେଉଁ ପାଠ ପଢ଼ିବା? ସାହିତ୍ୟ? ନାଇଁ, ଆଜି ଆମେ ଗଣିତ ପଢ଼ିବା। ଗଣିତର ଏକ ନୂଆ ବିଷୟ ମୁଁ ତୁମମାନଙ୍କ ପାଇଁ ଆଣିଛି, ତାକୁ ଆମେ ପାଠ ପଢ଼ିବା ଏବଂ ବୁଝିବା। ସମସ୍ତେ ପଢ଼ିବାକୁ ଚାହୁଁଛଟି? ଚାହୁଁଛ? ତାହେଲେ ଆରମ୍ଭ କରିବା। ଠିକ୍ ଅଛି, ଆସ ପିଲେ, ଆଜି ଆମେ ଗଣିତ ଆରମ୍ଭ କରିବା। ପିଲାମାନେ, ଆଜି ଆମେ ତମ ଗଣିତ ବହିରେ ଥିବା ଦ୍ୱିତୀୟ ଅଧ୍ୟାୟରେ ଯେଉଁ ପ୍ରସଙ୍ଗଟି ଅଛି, ରେଖା ଆଉ କୋଣ, ସେଇ ବିଷୟରେ ଆଲୋଚନା କରିବା। ଏହା ପୂର୍ବରୁ ତମେମାନେ ବିନ୍ଦୁ, ରେଖାଖଣ୍ଡ, ସରଳରେଖା, ରଶ୍ମି ଏସବୁ ବିଷୟରେ ପଢ଼ିଛ। ଆଜି ଆମେ ନୂଆ ପାଠଟିଏ ପଢ଼ିବା। ଠିକ୍ ଅଛି ପିଲାମାନେ, ଆରମ୍ଭ କରିବା। ବର୍ତ୍ତମାନ ମୁଁ ତମମାନଙ୍କୁ କିଛି ପଚାରୁଛି, ତମେମାନେ ତାର ଉତ୍ତର ଦେବ। ପିଲାମାନେ, ଆଜି ତମେମାନେ ଯେତେବେଳେ ଘରୁ ବିଦ୍ୟାଳୟକୁ ଆସିଲ, ରାସ୍ତାରେ ସବୁ କ'ଣ କ'ଣ ଜିନିଷ ଦେଖିଲ? କୁହ, ରାମ କୁହ, କ'ଣ ଦେଖିଲ? କ'ଣ ଦେଖିଲ? ଘର ଦେଖିଲ? ଆଚ୍ଛା, କୁହ ହରି, ତମେ କୁହ, ତମେ କ'ଣ ଦେଖିଲ? କ'ଣ ଦେଖିଲ? ଗଛ? କି ଗଛ ଏଇଟା? ଗଛର ନାମ ଜାଣିଛ? ଜାଣିନ? ଠିକ୍ ଅଛି। ଆଚ୍ଛା, ଆଉ କ'ଣ ଦେଖିଲ? କାର ଦେଖିଲ? କୋଉ ରଙ୍ଗରେ କାରଟି ହେଉଛି? ନାଲି ରଙ୍ଗ, ନାଇଁ କି? ଆଚ୍ଛା, ଆଉ କ'ଣ ଦେଖିଲ? ସୀତା, ତମେ କ'ଣ ଦେଖିଲ? ମୋଟର ସାଇକେଲ? ଆଚ୍ଛା, ମୋଟର ସାଇକେଲ ତମେ ଦେଖିଲ, ନାଇଁ? ଗୀତା, ତମେ କୁହ, କ'ଣ ଦେଖିଲ? ଚଢ଼େଇ ଦେଖିଲ? ଆଚ୍ଛା, ଗଛରେ ବସିଥିଲା ଚଢ଼େଇଟି? ଠିକ୍ ଅଛି। ତମେ ଏତିକି ଜିନିଷର ନାମ କହିଲ, ଆହୁରି ମଧ୍ୟ ଅନେକ ଜିନିଷ ତମମାନେ ରାସ୍ତାରେ ଆସିଲା ବେଳେ ଦେଖିଥିବ, ନୁହଁ କି? ନା କେବଳ ଏତିକି ଜିନିଷ ଦେଖିଲ? ଆହୁରି ମଧ୍ୟ ଅନେକ ଜିନିଷ ତମେ ଦେଖିଥିବ। ଠିକ୍ ଅଛି ପିଲାମାନେ, ବର୍ତ୍ତମାନ କହିଲେ ଦେଖିବା, ମୁଁ କିଛି ଚିତ୍ର ତମମାନଙ୍କୁ ଦେଖାଉଛି, ତମମାନେ କହିବ। ତମର ଘରର ଗୋଟିଏ କବାଟ ଯଦି ଅଧା ଖୋଲା ଯାଏ, ଦେଖ ଏଠାରେ କବାଟଟି ଅଧା ଖୋଲା ଯାଇଛି ନା ନାହିଁ? ଅଧା ଖୋଲିଲେ କିପରି ଦେଖାଯାଉଛି? କିପରି ଦେଖାଯାଉଛି? କୁହ ପିଲାମାନେ, ଗୋଟିଏ ଘରର କବାଟ ଯେତେବେଳେ ଅଧା ଖୋଲା ଯାଉଛି, କେମିତି ଦେଖାଯାଉଛି? ହଁ କୁହ, କୋଣ ଆକାରରେ ଦେଖାଯାଉଛି, ନୁହେଁ କି? ଦ୍ୱାର ବନ୍ଧ ସହିତ ଇଏ କିଛି କୋଣ ସୃଷ୍ଟି କରୁଛି। ଦେଖିବା, କବାଟଟିକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଖୋଲିଦେବା। ଯଦି କବାଟଟିକୁ ଆମେ ସମ୍ପୂର୍ଣ୍ଣ ଖୋଲିଦେବା, ବର୍ତ୍ତମାନ ସମାନ ତମ ଶ୍ରେଣୀ ଗୃହର କବାଟଟିକୁ ସମ୍ପୂର୍ଣ୍ଣ ଖୋଲି ଦିଅ। ଅଧା ଖୋଲ, ପୁଣି ସମ୍ପୂର୍ଣ୍ଣ ଖୋଲ। କ'ଣ ଦେଖୁଛ? ସିଏ ମଧ୍ୟ ଗୋଟିଏ କ'ଣ ସୃଷ୍ଟି କରୁଛି? କୋଣ ସୃଷ୍ଟି କରୁଛି। ତେଣୁ ଆମେ ଜାଣିଲେ ଯେ କବାଟଟି ଅଧା ଖୋଲିଲେ ମଧ୍ୟ କୋଣ ସୃଷ୍ଟି ହେବ ଏବଂ ସମ୍ପୂର୍ଣ୍ଣ ଖୋଲିଲେ ମଧ୍ୟ କୋଣ ସୃଷ୍ଟି ହେବ। ସେମିତି ତମେମାନେ ମଧ୍ୟ ଦେଖିଥିବ, ଗଛର ଶାଖା ପ୍ରଶାଖା ମଧ୍ୟରେ ବିଭିନ୍ନ ପ୍ରକାର କୋଣ ସୃଷ୍ଟି ହେଉଛି ନା ନାହିଁ? କୋଣ ସୃଷ୍ଟି ହେଉଛି। ଠିକ୍ ଅଛି। ବର୍ତ୍ତମାନ ପିଲାମାନେ ଦେଖ, ଏଇ ଯେଉଁ ଚିତ୍ରଟି ତମେ ଦେଖୁଛ, ଏଇ ଚିତ୍ରଟି କୋଠରୀର କେଉଁ ସ୍ଥାନରେ ଅଛି? ଏହା କୋଠରୀର ଗୋଟିଏ କେଉଁଥିରେ ଅଛି? କୋଣରେ ଅଛି, ନାଇଁ କି? ଗୋଟିଏ କୋଣରେ ଏଇ ଚିତ୍ରଟି ଅଛି। ଆଚ୍ଛା, ବର୍ତ୍ତମାନ କୁହ ପିଲାମାନେ, ଏବେ ଯେଉଁ ଚିତ୍ରଟି ଦେଖୁଛ, ଏଗୁଡ଼ିକ ସବୁ କେଉଁଠି ଅଛି? କେଉଁଠି ଅଛି? ଏ ଜିନିଷ ଗୁଡ଼ିକ ଘରର କେଉଁ ସ୍ଥାନରେ ଅଛି? ଏହା ମଧ୍ୟ ଗୋଟିଏ କୋଣରେ ଅଛି, ନାଇଁ କି? ସେହିପରି ତୁମେ ବିଭିନ୍ନ ପ୍ରକାର ସ୍ଥାନରେ ବିଭିନ୍ନ ପ୍ରକାର କୋଣ ସବୁ ଦେଖିଥିବ ନା ନାହିଁ? ଆଚ୍ଛା, ତେବେ ପିଲାମାନେ ଏଇ କୋଣ ସମ୍ବନ୍ଧରେ ଆମେ ଆହୁରି ବୁଝିବା। କାହାକୁ କୋଣ କହିବା, କୋଣର ଅଂଶ ଗୁଡ଼ିକ ଚିହ୍ନିବା। ତେବେ ଆସ ଆମେ ଦେଖିବା। ପିଲାମାନେ, ଏଇ ଯେଉଁ ଚିତ୍ରଟି ତମକୁ ଦେଖାଉଛି, ଏଇ ଚିତ୍ରଟିର ନାମ କୁହ। କହିପାରିବ? ପୂର୍ବରୁ ପଢ଼ାଯାଇଛି।
ହଁ ମନେ ପକାଅ ଏଇଟା ଗୋଟିଏ କ'ଣ ଲେଖିଲି ବି ଲେଖିଲି ନାହିଁ କି ତାପରେ କ'ଣ ଲେଖିଲି ଡି ଲେଖିଲି ବୁଝିପାରୁଛ ନାହିଁ ତାହେଲେ କ'ଣ ଲେଖିଲି ମୁଁ ଏଇଠି ବି ଆଉ ଡି ଏଇ ଚିତ୍ରଟିର ନାମ କ'ଣ ପିଲେ ରଶ୍ମି ୟା ପୂର୍ବରୁ ପଢ଼ାଯାଇଛି ବିନ୍ଦୁ ପଢ଼ାଯାଇଛି ରେଖାଖଣ୍ଡ ପଢ଼ାଯାଇଛି ରଶ୍ମି ପଢ଼ାଯାଇଛି ସରଳ ରେଖା ପଢ଼ାଯାଇଛି ନୁହେଁ କି ତେଣୁ ଏଇ ଯେଉଁ ଚିତ୍ରଟି ତୁମେ ଦେଖୁଛ ୟାର ନାମ ହେଉଛି ରଶ୍ମି ଆଚ୍ଛା ତେବେ ଏଇ ଯେଉଁ ରଶ୍ମି ତୁମେ କହିଲ ରଶ୍ମିଟି କେଉଁ ବିନ୍ଦୁରୁ ଆରମ୍ଭ ହୋଇଛି ବି ବିନ୍ଦୁରୁ ଆରମ୍ଭ ହୋଇଛି କେଉଁ ଆଡ଼କୁ ଗତି କରୁଛି ଡି ଆଡ଼କୁ ଗତି କରୁଛି ନାହିଁ କି ତେଣୁ ଏଇ ବି ବିନ୍ଦୁଟିକୁ ଆମେ କ'ଣ କହିବା ଏଇ ରଶ୍ମିର ଆଦ୍ୟ ବିନ୍ଦୁଟିର ନାମ କ'ଣ ଜାଣିଛ ପିଲେ ଏହାର ଆଦ୍ୟ ବିନ୍ଦୁଟିର ନାମ ହେଉଛି ବି ଅର୍ଥାତ୍ ଗୋଟିଏ ରଶ୍ମିରେ ଗୋଟିଏ ଆଦ୍ୟ ବିନ୍ଦୁ ଥାଏ ରଶ୍ମିର ପ୍ରାନ୍ତ ବିନ୍ଦୁ ଅଛି କି ରଶ୍ମିର ପ୍ରାନ୍ତ ବିନ୍ଦୁ ନାହିଁ ପୂର୍ବରୁ ପଢ଼ାଯାଇଛି ରେଖାଖଣ୍ଡର ପ୍ରାନ୍ତ ବିନ୍ଦୁ ଅଛି କିନ୍ତୁ ରଶ୍ମିର ପ୍ରାନ୍ତ ବିନ୍ଦୁ ନାହିଁ ରଶ୍ମିର ଗୋଟିଏ ଆଦ୍ୟ ବିନ୍ଦୁ ଅଛି ବୁଝିପାରିଲ ପିଲାମାନେ ଆଚ୍ଛା ବର୍ତ୍ତମାନ ଏଇ ଯେଉଁ ବି ଡି ରଶ୍ମି ତୁମମାନେ ସମସ୍ତେ ଖାତା ବାହାର କର ଖାତା ଉପରେ ସ୍କେଲ ଆଉ ପେନସିଲ ସାହାଯ୍ୟରେ ଗୋଟିଏ ବି ଡି ରଶ୍ମି ଅଙ୍କନ କରିଦେଲ ଏଇଭଳି ଅଙ୍କନ କଲ ବର୍ତ୍ତମାନ ଆମେ କ'ଣ କରିବା ବି ବିନ୍ଦୁରୁ ଆଉ ଏକ ରଶ୍ମି ବି ଇ ଅଙ୍କନ କରିବା ବୁଝିପାରୁଛ ମୁଁ ଯେମିତି ଅଙ୍କନ କରୁଛି ତୁମେ ସେମିତି ଅଙ୍କନ କର ବି ବିନ୍ଦୁରୁ ଆଉ ଗୋଟିଏ ରଶ୍ମି ବି ଇ ଅଙ୍କନ କରିବା ତାର ନାମ ଇ ଦେଇଦେବା ବୁଝିପାରିଲ ପିଲାମାନେ ତାହେଲେ ବର୍ତ୍ତମାନ ଆମେ କ'ଣ ଦେଖିଲେ ବି ଡି ରଶ୍ମି ଆଉ ବି ରଶ୍ମି ଏକ ଚିତ୍ର ସୃଷ୍ଟି କରୁଛନ୍ତି ବର୍ତ୍ତମାନ କହିପାରିବ ଏହା କି ପ୍ରକାର ଚିତ୍ର ନା କହିପାରିବନି ଏହା ହେଉଛି ଗୋଟିଏ କୋଣର ଚିତ୍ର ତାହେଲେ ଆମେ କ'ଣ ଦେଖିଲେ ଯେ ଦୁଇଟି ରଶ୍ମି ଦ୍ୱାରା କୋଣ ସୃଷ୍ଟି ହେଉଛି ଦୁଇଟି ରେଖାଖଣ୍ଡ ଦ୍ୱାରା ମଧ୍ୟ କୋଣ ସୃଷ୍ଟି ହେବ ବୁଝିପାରିଲ ନା ନାହିଁ ତେବେ ଏଇ ଯେଉଁ ଦୁଇଟି ରଶ୍ମି ଏହା ଗୋଟିଏ ସରଳ ରେଖାରେ ଅଛି ନା ସରଳ ରେଖାରେ ନାହିଁ ଏହା ଗୋଟିଏ ସରଳ ରେଖାରେ ନାହାନ୍ତି ଏଇ ଯେଉଁ ବି ଡି ରଶ୍ମି ଆଉ ବି ରଶ୍ମି ଦୁଇଟି ଗୋଟିଏ ସରଳ ରେଖା ଉପରେ ନାହାନ୍ତି ବୁଝିପାରୁଛ ନା ନାହିଁ ତେଣୁ ଏହା ଗୋଟିଏ କୋଣ ସୃଷ୍ଟି କରୁଛି ଏବଂ ଦୁଇଟା ଯାକ ରଶ୍ମି କେଉଁ ବିନ୍ଦୁରୁ ବାହାରିଛନ୍ତି ବି ବିନ୍ଦୁରୁ ବାହାରିଛନ୍ତି ତେଣୁ ବି ବିନ୍ଦୁଟି ବି ଡି ରଶ୍ମିର ମଧ୍ୟ ଗୋଟିଏ ବିନ୍ଦୁ ଏବଂ ବି ବିନ୍ଦୁଟି ବି ରଶ୍ମିର ମଧ୍ୟ ଗୋଟିଏ ବିନ୍ଦୁ ତେଣୁ ବି ହେଉଛି ବିଇ ଆଉ ବି ଡି ରଶ୍ମିର ସାଧାରଣ ବିନ୍ଦୁ କାହିଁକି ନା ବି ବିନ୍ଦୁଟି ଦୁଇଟି ରଶ୍ମିରେ ଅଛି ବୁଝିପାରୁଛ ପିଲାମାନେ ଆଚ୍ଛା ତେବେ ବର୍ତ୍ତମାନ ଆମେ କୋଣର ସଂଜ୍ଞା କହିବା କାହାକୁ କୋଣ କୁହାଯିବ ବର୍ତ୍ତମାନ ଯେମିତି ମୁଁ ବୁଝେଇଲି ଦୁଇଟି ରଶ୍ମି କେଉଁ ବିନ୍ଦୁରୁ ବାହାରିଛନ୍ତି ବି ବିନ୍ଦୁରୁ ବାହାରିଛନ୍ତି ନୁହେଁ କି ତେଣୁ ତାଙ୍କର ସାଧାରଣ ବିନ୍ଦୁ ଅଛି ଆଉ କ'ଣ ଅଛି ସେମାନେ ଗୋଟିଏ ସରଳ ରେଖା ଉପରେ ନାହାନ୍ତି ତେଣୁ କୋଣ ସୃଷ୍ଟି ହେଉଛି ତାହେଲେ ଆମେ କୋଣର ସଂଜ୍ଞା କ'ଣ ଦେବା ସାଧାରଣ ଆଦ୍ୟ ବିନ୍ଦୁ ବିଶିଷ୍ଟ ଦୁଇଟି ରଶ୍ମି ଏକ ସରଳ ରେଖାର ଅଂଶ ହୋଇନଥିଲେ ସେମାନଙ୍କ ଦ୍ୱାରା ଯେଉଁ ଜ୍ୟାମିତିକ ଚିତ୍ର ସୃଷ୍ଟି ହୋଇଥାଏ ତାହାକୁ କୋଣ କୁହାଯାଏ ସମସ୍ତେ ନିଜ ନିଜ ଖାତା ବାହାର କରି ଲେଖିଦିଅ ସମସ୍ତେ ବୁଝିପାରିଲ କୋଣର ଏହି ସଂଜ୍ଞାଟି ସମସ୍ତେ ବୁଝିପାରିଲ ଦୁଇଟି ରଶ୍ମିର ଆଦ୍ୟ ବିନ୍ଦୁ ଗୋଟିଏ ହେବ ଏବଂ ଦୁଇଟି ରଶ୍ମି ଗୋଟିଏ ସରଳ ରେଖାର ଅଂଶ ହୋଇନଥିବେ ଦେଲେ ଯାଇ କୋଣଟିଏ ସୃଷ୍ଟି ହେବ ନହେଲେ କୋଣ ସୃଷ୍ଟି ହେବ ନାହିଁ ବୁଝିପାରୁଛ ସମସ୍ତେ ତାହେଲେ ଆଉ ଥରେ ପଢ଼ିବା ସାଧାରଣ ଆଦ୍ୟ ବିନ୍ଦୁ ବିଶିଷ୍ଟ ଦୁଇଟି ରଶ୍ମି ଏକ ସରଳ ରେଖାର ଅଂଶ ହୋଇନଥିଲେ ସେମାନଙ୍କ ଦ୍ୱାରା ଯେଉଁ ଜ୍ୟାମିତିକ ଚିତ୍ର ସୃଷ୍ଟି ହୋଇଥାଏ ତାହାକୁ କୋଣ କୁହାଯାଏ ବର୍ତ୍ତମାନ ତୁମକୁ ଯିଏ ପଚାରିବ କୋଣ କାହାକୁ କୁହାଯାଏ ତୁମମାନେ ସମସ୍ତେ କହିଦେବ ନାହିଁ କି ତେଣୁ କୋଣ ଜାଣିବା ପାଇଁ ହେଲେ ପ୍ରଥମେ ରଶ୍ମି ଜାଣିବାକୁ ପଡ଼ିବ ନୁହେଁ କି ଆଦ୍ୟ ବିନ୍ଦୁ କେଉଁଟା ପ୍ରାନ୍ତ ବିନ୍ଦୁ କେଉଁଟା ଜାଣିବାକୁ ପଡ଼ିବ ବୁଝିପାରିଲ ସମସ୍ତେ ଠିକ୍ ଅଛି ବର୍ତ୍ତମାନ ଆମେ ଦେଖିବା କୋଣର ବିଭିନ୍ନ ଅଂଶ ଗୁଡ଼ିକୁ ଚିହ୍ନିବା ଠିକ୍ ଅଛି କୋଣର ଅଂଶ ଗୁଡ଼ିକୁ ଚିହ୍ନିବା ପାଇଁ ହେଲେ ପ୍ରଥମେ କୋଣଟିଏ ତିଆରି କରିବା କୋଣଟିଏ ତିଆରି କରିବା ପାଇଁ ହେଲେ ରଶ୍ମିର ଆବଶ୍ୟକ ଅଛି ଦୁଇଟି ରଶ୍ମି
ମୁଁ ଏଠାରେ ଅଙ୍କନ କଲି, ରଶ୍ମିର ବର୍ତ୍ତମାନ ନାମକରଣ କଲି। କ'ଣ କ'ଣ ନାମକରଣ କରିଛି? ବିଡି ଗୋଟିଏ ରଶ୍ମି, ବି ଗୋଟିଏ ରଶ୍ମି, ବି ବିନ୍ଦୁରୁ ବାହାରିଛନ୍ତି, ନାହିଁ କି? ବୁଝିପାରିଲ ସମସ୍ତେ? ତେଣୁ ଏଠାରେ ଗୋଟିଏ କୋଣ ସୃଷ୍ଟି ହେଉଛି। ତେଣୁ ଏ ବି ବିନ୍ଦୁଟିକୁ ଆମେ କ'ଣ କହିବା? ଆଦ୍ୟ ବିନ୍ଦୁ କହିବା, ସାଧାରଣ ବିନ୍ଦୁ କହିବା। ବିଡି ରଶ୍ମିର ବି ହେଉଛି ଆଦ୍ୟ ବିନ୍ଦୁ, ସେମିତି ବି ରଶ୍ମିର ବି ହେଉଛି ଆଦ୍ୟ ବିନ୍ଦୁ। ଦୁଇଟାକ ରଶ୍ମିର ବି ହେଉଛି ସାଧାରଣ ବିନ୍ଦୁ। କିନ୍ତୁ ଏଇ ଯେଉଁ ଦୁଇଟି ରଶ୍ମି ଗୋଟିଏ ନୂଆ ଚିତ୍ର ସୃଷ୍ଟି କଲେ ନା, ତାର ନାଁ ହେଉଛି କୋଣ। ତେଣୁ ବର୍ତ୍ତମାନ ବି ବିନ୍ଦୁଟିକୁ କୋଣର କ'ଣ କହିବା? କୋଣର ଶୀର୍ଷ ବିନ୍ଦୁ ବୋଲି କହିବା। ଅର୍ଥାତ୍ ବି ବିନ୍ଦୁ ହେଉଛି କୋଣର ଶୀର୍ଷ ବିନ୍ଦୁ। ବୁଝିପାରିଲ ପିଲାମାନେ? ବର୍ତ୍ତମାନ ତମମାନେ କୁହ, ଏଇ ଯେଉଁ କୋଣ ଚିତ୍ରରେ ବିଡି ଆଉ ବି ଦୁଇଟି ରଶ୍ମି ଅଛନ୍ତି, ଏଇ ଦୁଇଟି ରଶ୍ମିକୁ ଆମେ କ'ଣ କହିବା? କ'ଣ କହିବା କୁହ? ଦେଖ ମୁଁ ଲେଖିଲି କ'ଣ ଲେଖିଲି? ବାହୁ ବୋଲି ଲେଖିଲି। ଅର୍ଥାତ୍ ବିଡି ଆଉ ବି ଦୁଇଟି ରଶ୍ମିକୁ ଆମେ କୋଣର ବାହୁ ବୋଲି କହିବା। ବୁଝିପାରିଲ ସମସ୍ତେ? ତେଣୁ ଗୋଟିଏ କୋଣର ଦୁଇଟି ବାହୁ ଅଛି, ଗୋଟିଏ ଶୀର୍ଷ ବିନ୍ଦୁ ଅଛି। ବର୍ତ୍ତମାନ ଆମେ କ'ଣ ମନେ ରଖିବା? କୋଣକୁ କେମିତି ନାମକରଣ କରିବା? ଯେତେବେଳେ କୋଣକୁ ଆମେ ନାମ କରିବା, ସଦାବେଳେ ଶୀର୍ଷ ବିନ୍ଦୁଟିକୁ ମଝିରେ ରଖିବା। ଏଠାରେ ତିନୋଟି ବିନ୍ଦୁ ଅଛି, ଡି ବିନ୍ଦୁ, ବି ବିନ୍ଦୁ, ଇ ବିନ୍ଦୁ। ତେଣୁ ଏ ତିନୋଟି ବିନ୍ଦୁ ମଧ୍ୟରୁ ଯେତେବେଳେ ଆମେ କୋଣଟିକୁ ନାମକରଣ କରିବା, ବି ବିନ୍ଦୁଟାକୁ ମଝିରେ ରଖିବା। ବୁଝିପାରିଲ ସମସ୍ତେ? ଠିକ୍ ଅଛି। ବର୍ତ୍ତମାନ ଦେଖ, ଏଇଟା ଗୋଟେ ଚିତ୍ର। କାହାର ଚିତ୍ର? କୋଣର ଚିତ୍ର, ନାହିଁ କି? କ'ଣ କ'ଣ ରଶ୍ମି ଅଛି ଏଥିରେ? ବିଡି ରଶ୍ମି ଅଛି ଆଉ ବି ରଶ୍ମି ଅଛି, ନାହିଁ କି? ତମେ ଏହାର ନାମ ମଧ୍ୟ ଚେଞ୍ଜ କରିପାରିବ। ବି ଡି ଇ ବଦଳରେ ତମେ ନିଜ ଇଚ୍ଛା ଅନୁସାରେ ଯେଉଁ ଅକ୍ଷର ଦ୍ୱାରା ତମ ଇଚ୍ଛା ଅନୁସାରେ ତମେ ଯାହା ବି ନାମିତ କରିପାରିବ। ଠିକ୍ ଅଛି ପିଲାମାନେ? ବର୍ତ୍ତମାନ ଏଠାରେ କେତୋଟି କୋଣ ସୃଷ୍ଟି ହୋଇଛି? ଗୋଟିଏ କୋଣ ସୃଷ୍ଟି ହେଉଛି, ନାହିଁ କି? ତେଣୁ ଯଦି ଗୋଟିଏ କୋଣ ସୃଷ୍ଟି ହେଉଛି, ଏହାକୁ ଆମେ ଗୋଟିଏ ଅକ୍ଷରରେ ମଧ୍ୟ ନାମିତ କରିପାରିବା, କେବଳ ବି କୋଣ ବୋଲି ଲେଖିପାରିବା। ଯଦି ଏଠି ଦୁଇ ତିନୋଟି କୋଣ ସୃଷ୍ଟି ହୋଇଥାନ୍ତେ, ତାହେଲେ ଆମେ ବି କୋଣ ଲେଖିପାରିନଥାନ୍ତେ। ଯଦି ଗୋଟିଏ କୋଣ ସୃଷ୍ଟି ହେବ, ତାହେଲେ ଗୋଟିଏ ଅକ୍ଷର ଦ୍ୱାରା ନାମିତ କରିପାରିବା। ତେଣୁ ଆମେ ଶିଖିବା ଯେଉଁଠି ଦୁଇ ତିନୋଟି କୋଣ ଥିବ ତାକୁ କେମିତି ନାମିତ କରିବା। ତେଣୁ ସମସ୍ତେ ଜାଣି ରଖିବା ଦରକାର, କୋଣକୁ ନାମିତ କଲାବେଳେ ଯଦି ଗୋଟିଏ କୋଣ ହେଇଥିବ, ତାହେଲେ ଶୀର୍ଷବିନ୍ଦୁ, କେବଳ ଶୀର୍ଷବିନ୍ଦୁକୁ ନେଇକି ଆମେ ନାମିତ କରିପାରିବା। ଏବଂ ଯଦି ଅଧିକ କୋଣ ଥିବ, ତାହେଲେ ଆମେ ତିନୋଟି ଅକ୍ଷରରେ ନାମିତ କରିବା। ବର୍ତ୍ତମାନ ଦେଖିବା ତିନୋଟି ଅକ୍ଷର କ'ଣ କ'ଣ ନେଇକି ନାମିତ କରିବା। ଆମେ କହିଛେ ଯେତେବେଳେ କୋଣକୁ ଆମେ ନାମିତ କରିବା, ଶୀର୍ଷ ବିନ୍ଦୁଟାକୁ ମଝିରେ ରଖିବା। ଆଉ ଯେଉଁ ଦୁଇଟି ବିନ୍ଦୁ ଅଛି, ସେ ଦୁଇଟି ବିନ୍ଦୁ କୋଣର ବାହୁ ଉପରିସ୍ଥ ଅଛନ୍ତି। ତେଣୁ ଯେତେବେଳେ ନାମିତ କରିବା, ଆମେ ବାହୁ ଉପରିସ୍ଥ ବିନ୍ଦୁ ଆଉ ଶୀର୍ଷ ବିନ୍ଦୁ ଉଭୟକୁ ଆମେ ନେଇ କୋଣକୁ ନାମିତ କରିବା। ତାହେଲେ କ'ଣ କରିବା? ଏଠି କୋଣର ନାମ କ'ଣ ଦେବା? ଏଠାରେ ବାହୁ ଉପରେ ଡି ବିନ୍ଦୁ ଅଛି, ଇ ବିନ୍ଦୁ ମଧ୍ୟ ଅଛି। ତେଣୁ ଆମେ ଶୀର୍ଷ ବିନ୍ଦୁକୁ ମଝିରେ ରଖିବା। ତେଣୁ ଆମେ ଡି ବି ଇ ଏମିତି ଲେଖିପାରିବା, ବା ଲେଖିପାରିବା ଇ ବି ଡି। ଏଇ ଯେଉଁ ଚିହ୍ନ, ଏଇଟା ହେଉଛି କୋଣର ଚିହ୍ନ। କୋଣର ଚିହ୍ନ ହେଉଛି ଏମିତିକା ଚିହ୍ନଟିଏ। ତାହେଲେ ଆମେ ଲେଖିପାରିବା କୋଣ ଡି ବି ଇ ବା କୋଣ ଇ ବି ଡି। କୋଣକୁ ଲେଖିଲା ବେଳେ କୋଣର ଚିହ୍ନଟିକୁ ତାର ବାମ ପାର୍ଶ୍ୱରେ ଦେବା। ଯେମିତି ରେଖାଖଣ୍ଡ ରଶ୍ମି ଲେଖିଲା ବେଳେ ତାର ଚିହ୍ନକୁ ଉପରେ ଆମେ ଦେଉଥିଲେ, କୋଣ ଲେଖିଲା ବେଳେ କୋଣର ଚିହ୍ନକୁ ତାର ବାମ ପାର୍ଶ୍ୱରେ ଦେବା। ଅର୍ଥାତ୍ କୋଣ ଡି ବି ଇ ବା କୋଣ ଇ ବି ଡି। ବୁଝିପାରିଲ ସମସ୍ତେ ପିଲେ? ଠିକ୍ ଅଛି, ଖାତାରେ ସେମିତି ଲେଖିଦିଅ। ବର୍ତ୍ତମାନ ପିଲାମାନେ, ଆଜି ଆମେ କ'ଣ ଶିଖିଲେ ଆଲୋଚନା କରିବା। ଯେତିକି ପାଠ ଆଜି ପଢ଼ାଗଲା, ତମମାନେ କ'ଣ ଶିଖିଲ ଦେଖିବା। ତମମାନେ ସମସ୍ତେ କହିପାରୁଛ କି ନାହିଁ? ତମମାନେ ସମସ୍ତେ କହିଦେବ ବୋଲି ମୁଁ ଆଶା କରୁଛି। ଗୋଟିଏ କୋଣର କେତୋଟି ବାହୁ ଅଛି କୁହ? ହଁ ଗୀତା କୁହ। ଦୁଇଟି ବାହୁ। ଭେରି ଗୁଡ୍। ଗୋଟିଏ କୋଣର ଦୁଇଟି ବାହୁ ଅଛି। ଆଉ ଜଣେ କହିବ, କୋଣକୁ ନାମିତ କଲାବେଳେ
କେତୋଟି ବିନ୍ଦୁକୁ ନେଇ ଆମେ ନାମିତ କରିବା? କେତୋଟି ବିନ୍ଦୁ? ହଁ, ବର୍ତ୍ତମାନ ପରା ଆଲୋଚନା କଲି 3ଟି ବିନ୍ଦୁ। ଭେରି ନାଇସ୍, 3ଟି ବିନ୍ଦୁ। ବର୍ତ୍ତମାନ ଆଉ ଜଣେ କହିବ, ହଁ, କୋଣର କେତୋଟି ଶୀର୍ଷବିନ୍ଦୁ ଅଛି? ନାଇଁ, ତମେ କୁହ, କେତୋଟି ଶୀର୍ଷବିନ୍ଦୁ ଅଛି? ହଁ, ଗୋଟିଏ ଶୀର୍ଷବିନ୍ଦୁ ଅଛି। ବହୁତ ସୁନ୍ଦର। ଆଚ୍ଛା, କୋଣ ଉତ୍ପନ୍ନ ହୋଇଥିବା ବିନ୍ଦୁକୁ କ'ଣ କୁହାଯାଏ? କୋଣ ଯେଉଁ ବିନ୍ଦୁରୁ ଉତ୍ପନ୍ନ ହୁଏ ସେ ବିନ୍ଦୁକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଶୀର୍ଷବିନ୍ଦୁ। ଭେରି ଗୁଡ୍। ବର୍ତ୍ତମାନ କୁହ, କୋଣର ସାଙ୍କେତିକ ଚିହ୍ନ କ'ଣ? କେମିତି କୋଣକୁ ଆମେ ଚିହ୍ନିବା? କେଉଁ ଚିହ୍ନ ଦେଇ କୋଣକୁ ଚିହ୍ନିବା? ଆମେ କୋଣକୁ ସୂଚାଇବା କେଉଁ ଚିହ୍ନ ଦେବା କୋଣକୁ ସୂଚାଇବା ପାଇଁ? ହଁ, ଏହିପରି ଚିହ୍ନଟିଏ ଦେବା, ନାଇଁ କି? ଠିକ୍ ଅଛି। ପିଲାମାନେ, ବର୍ତ୍ତମାନ ଆଉ ଗୋଟିଏ ଚିତ୍ର ମୁଁ ତୁମକୁ ଦେଉଛି। ତୁମମାନେ ସେଇ ଚିତ୍ରରେ ତାର ବିଭିନ୍ନ ଅଂଶ ଗୁଡ଼ିକ ଚିହ୍ନଟ କରିବ। ବୁଝିହେଲା? ବର୍ତ୍ତମାନ ଦେଖ ଚିତ୍ରଟି। କାହାର ଚିତ୍ର ଏଇଟା? କୋଣର ଚିତ୍ର। ବର୍ତ୍ତମାନ ଏଇ କୋଣରେ ତମେ ତାର ବାହୁ କେଉଁଟା, ଶୀର୍ଷବିନ୍ଦୁ କେଉଁଟା ଏବଂ କୋଣ କେଉଁଟା ଚିହ୍ନାଇବ। ଠିକ୍ ଅଛି। ବର୍ତ୍ତମାନ କୁହ, ବାହୁ କେଉଁଟା? କୋଣର କେତୋଟି ବାହୁ ଅଛି ବୋଲି ଆମେ ଆଲୋଚନା କଲେ? 2ଟି ବାହୁ ଅଛି, ନାଇଁ କି? ଉପରେ ଗୋଟେ ବାହୁ ଅଛି, ଭୂମି ସହିତ ସମାନ୍ତର ହୋଇ ଗୋଟିଏ ବାହୁ ଅଛି, ନାଇଁ କି? ତେଣୁ ଏଇ ଯେଉଁ ଚିହ୍ନଟି ମୁଁ ଦେଲି ଏଇଟା ହେଉଛି ବାହୁର ଚିହ୍ନ, ନାଇଁ କି? ଆଚ୍ଛା, ବର୍ତ୍ତମାନ କୁହ, ଏଇ ଯେଉଁ ଚିହ୍ନଟି କାହାର ଚିହ୍ନ? କେଉଁ ଅଂଶଟିକୁ ଏଠାରେ ତୀର ଚିହ୍ନ ଦ୍ୱାରା ଦର୍ଶାଯାଇଛି? ଏଇ ଚିହ୍ନଟି ହେଉଛି, ଏଇ ଅଂଶଟି ହେଉଛି କୋଣ। ତେଣୁ ବୁଝିପାରିଲ ତମମାନେ ସମସ୍ତେ? କୋଣ କେଉଁ ଅଂଶଟି? 2ଟି ରଶ୍ମିର ମଧ୍ୟବର୍ତ୍ତୀ ଅଞ୍ଚଳରେ ଯେଉଁ ସ୍ଥାନ ଅଛି ସେଇ ସ୍ଥାନଟିକୁ ଆମେ କୋଣ ବୋଲି କହିବା। ବୁଝିହେଲା? ଆଚ୍ଛା, ବର୍ତ୍ତମାନ କୁହ, ବର୍ତ୍ତମାନ ଯେଉଁ ସ୍ଥାନଟି ମୁଁ ଚିହ୍ନେଇଲି ତାର ନାମ କ'ଣ? ଶୀର୍ଷବିନ୍ଦୁ। ଭେରି ଗୁଡ୍। ତାହେଲେ ପିଲାମାନେ, ଆମେ ଗୋଟିଏ କୋଣର ବାହୁ ଚିହ୍ନି ପାରିଲେ, କୋଣ କେଉଁ ଅଂଶଟି ଚିହ୍ନି ପାରିଲେ, ଶୀର୍ଷବିନ୍ଦୁ କେଉଁଟି ଚିହ୍ନି ପାରିଲେ। ସମସ୍ତେ ଚିହ୍ନି ପାରିଲ ନା ନାହିଁ? ଠିକ୍ ଅଛି। ତମେ ଏବେ ତମ ସାଙ୍ଗସାଥିମାନଙ୍କୁ ବତେଇ ପାରିବ କୋଣ ବିଷୟରେ, ନା ବତେଇ ପାରିବ ନାହିଁ? ଭେରି ଗୁଡ୍। ବର୍ତ୍ତମାନ ପିଲାମାନେ, ଆଜି ଆମେ ବହୁତ ପାଠ ପଢ଼ିଦେଲେ। ବର୍ତ୍ତମାନ କିଛି ଗୃହ କାର୍ଯ୍ୟ ଲେଖିନେବା। ଘରେ ମଧ୍ୟ ପାଠ ପଢ଼ିବା। ପାଠ ଖାଲି ବିଦ୍ୟାଳୟରେ ପଢ଼ିଲେ ହେବନି, ଘରେ ମଧ୍ୟ ପାଠ ପଢ଼ିବା। ଲେଖିଦିଅ ଗୃହ କାର୍ଯ୍ୟଟି। 2ଟି କୋଣର ଚିତ୍ର ଅଙ୍କନ କରି ତାକୁ ତମେ ନିଜ ଇଚ୍ଛା ଅନୁସାରେ ନାମକରଣ କରିବ। ନିଜ ଇଚ୍ଛା ଅନୁସାରେ। ତମେ ସବୁବେଳେ ବି, ଡି, ଇ ସେମିତି ଦେବ ନାହିଁ। ତମ ନିଜ ଇଚ୍ଛା ଅନୁସାରେ ଯେଉଁ ଅକ୍ଷର ତମର ପସନ୍ଦ ସେଇ ଅକ୍ଷରରେ କୋଣର ଚିତ୍ରଟିଏ କରିବ ଏବଂ ତାର ନାମିତ କରିବ। 2 ନମ୍ବର ଗୃହ କାର୍ଯ୍ୟ, ତୁମେ ଦେଖିଥିବା କୋଣ 4ଟିର ଉଦାହରଣ ଦିଅ। ତମ ଘରେ ବା ଆଖପାଖରେ ବା ରାସ୍ତାରେ ଆସିଲା ବେଳେ ବିଭିନ୍ନ ଜାଗାରେ ତମେ କୋଣ ସବୁ ଦେଖୁଛ। କେଉଁ ଜାଗାରେ ତମେ ସବୁ କୋଣ ଦେଖୁଛ? ଆମେ ଯେମିତି ଆଲୋଚନା କଲେ, ଘରର କବାଟ ଅଧା ଖୋଲିଲେ, ଘରର କବାଟ ସମ୍ପୂର୍ଣ୍ଣ ଖୋଲିଲେ ମଧ୍ୟ କୋଣ ସୃଷ୍ଟି ହୁଏ। ସେହିପରି ତମେ କେଉଁ ଜାଗାରେ ସବୁ କୋଣ ଦେଖୁଛ ତାର ଉଦାହରଣ ଲେଖିକରି ଆଣିବ। ବୁଝିପାରିଲ ପିଲାମାନେ? ଠିକ୍ ଅଛି। ଆଜି ତାହେଲେ ଏଇଠି ରଖିବା। ପିଲାମାନେ, ଆଜି ଯାହା ମୁଁ ଆଲୋଚନା କଲି ତମମାନେ ସମସ୍ତେ ବୁଝିପାରିଲ? କେଉଁ ବିଷୟରେ ଆଜି ଆଲୋଚନା କଲି? କୋଣ ବିଷୟରେ। କୋଣର ବିଭିନ୍ନ ଅଂଶ ସବୁ ଆମେ ଜାଣିପାରିଲେ, ନାହିଁ କି? ଠିକ୍ ଅଛି। ତମମାନଙ୍କୁ ଯେଉଁ ଗୃହ କାର୍ଯ୍ୟଟି ଦେଇଛି ତାକୁ ତମମାନେ ସମସ୍ତେ ଯାଇ ଘରେ କରିବ। ଆଜି ହିଁ କରିବ, ତାକୁ ରଖିବ ନାହିଁ। ଯଦି ଗୃହ କାର୍ଯ୍ୟ କରିବା ସମୟରେ କିଛି ଅସୁବିଧା ହେଲା ତୁମେ ତୁମର ବଡ଼ ଭାଇ ଓ ଭଉଣୀମାନଙ୍କୁ ପଚାରିବ। ତାପରେ ବି ଯଦି କେଉଁଠି ସନ୍ଦେହ ହେଲା ମୋତେ ଆସି ପଚାରିବ। ବୁଝିପାରିଲ ପିଲାମାନେ? ଆଜି ତାହେଲେ ଆମେ ଏଠି ରହିବା। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।